ଗଦାଧରଙ୍କ ଅର୍ଥକରୀ ବିଦ୍ୟାର୍ଜନରେ ଉଦାସୀନତାର କାରଣ। ଆମେ ଏହା ପୂର୍ବରୁ କହିଅଛୁ, ଗଦାଧର ଏବେ ମଧ୍ୟ ପ୍ରତିଦିନ କୌଣସି ନା କୌଣସି ସମୟରେ ପାଠଶାଳାରେ ଉପସ୍ଥିତ ହେଉଥିଲେ ଏବଂ ସମବୟସ୍କମାନଙ୍କ ପ୍ରତି ପ୍ରେମ ହିଁ ତାଙ୍କର ଏପରି କରିବାର କାରଣ ଥିଲା। ବାସ୍ତବିକ 14 ବର୍ଷରେ ପଦାର୍ପଣ କରିବା ପରଠାରୁ ବାଳକର ଭକ୍ତି ଓ ଭାବୁକତା ଏତେ ମାତ୍ରାରେ ପ୍ରବୃଦ୍ଧ ହୋଇ ଉଠିଥିଲା ଯେ ପାଠଶାଳାର ଅର୍ଥକରୀ ଶିକ୍ଷା ତାଙ୍କ ପକ୍ଷରେ ସମ୍ପୂର୍ଣ୍ଣ ନିଷ୍ପ୍ରୟୋଜନ ବୋଲି ତାର ଉପଲବ୍ଧି ହୋଇଥିଲା। ସେ ଏବେଠାରୁ ଅନୁଭବ କରୁଥିଲା, ତାର ଜୀବନ ଅନ୍ୟ କାର୍ଯ୍ୟ ନିମନ୍ତେ ସୃଷ୍ଟ ହୋଇଅଛି ଏବଂ ଧର୍ମ ସାକ୍ଷାତ କରିବାକୁ ତାକୁ ନିଜର ସର୍ବଶକ୍ତି ନିୟୋଜିତ କରିବାକୁ ହେବ। ଏ ବିଷୟର ଅସ୍ପଷ୍ଟ ଛାୟା ତାର ମନରେ ଅନେକ ସମୟରେ ଉଦିତ ହେଉଥିଲା, କିନ୍ତୁ ଏହା ଏବେ ମଧ୍ୟ ପୂର୍ଣ୍ଣ ଆକାର ନ ନେଇଥିବାରୁ ସେ ଏହାକୁ ସବୁ ସମୟରେ ବୁଝିବାକୁ ସକ୍ଷମ ହେଉନଥିଲା। କିନ୍ତୁ ନିଜ ଜୀବନ ଭବିଷ୍ୟତରେ କିପରି ଭାବରେ ପରିଚାଳିତ କରିବ, ଏକଥା ତାର ମନରେ ଯେତେବେଳେ ଉଦିତ ହେଉଥିଲା, ତାର ବିଚାରଶୀଳ ବୁଦ୍ଧି ତାକୁ ତତ୍କ୍ଷଣାତ୍ ଈଶ୍ୱରଙ୍କ ପ୍ରତି ଏକାନ୍ତ ନିର୍ଭରତା ଦିଗରେ ଇଙ୍ଗିତ କରି ତାର କଳ୍ପନାପଟରେ ଗୈରିକ ବସନ, ପବିତ୍ର ଅଗ୍ନି, ଭିକ୍ଷାଲବ୍ଧ ଭୋଜନ ଓ ନିଃସଙ୍ଗ ବିଚରଣର ଛବି ଉଜ୍ଜ୍ୱଳ ବର୍ଣ୍ଣରେ ଅଙ୍କିତ କରୁଥିଲା। ତାର ପ୍ରେମପୂର୍ଣ୍ଣ ହୃଦୟ କିନ୍ତୁ ତାକୁ ପର ମୁହୂର୍ତ୍ତରେ ମାତା ଓ ଭ୍ରାତାମାନଙ୍କର ସାଂସାରିକ ଅବସ୍ଥା କଥା ସ୍ମରଣ କରାଇ ତାକୁ ସେହି ପଥରେ ଗମନର ଅଭିଳାଷ ପରିତ୍ୟାଗ କରିବାକୁ ଓ ନିଜର ପିତାଙ୍କ ସଦୃଶ ଈଶ୍ୱର ନିର୍ଭରଶୀଳ ହୋଇ ସଂସାରରେ ରହି ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ପ୍ରୋତ୍ସାହିତ କରୁଥିଲା। ଏହିପରି ବୁଦ୍ଧି ଓ ହୃଦୟ ତାକୁ ଭିନ୍ନ ପଥ ନିର୍ଦ୍ଦେଶ କରୁଥିବାରୁ ସେ ଯାହା ରଘୁବୀର କରିବେ ଭାବି ଈଶ୍ୱରଙ୍କ ଆଦେଶ ଲାଭ ନିମିତ୍ତ ପ୍ରତୀକ୍ଷା କରି ରହୁଥିଲା। କାରଣ ବାଳକର ପ୍ରେମପୂର୍ଣ୍ଣ ହୃଦୟ ଏକାନ୍ତ ଆପଣାର ବୋଲି ତାଙ୍କୁ ହିଁ ଏହା ପୂର୍ବରେ ଅବଲମ୍ବନ କରିଥିଲା। ସୁତରାଂ ଯଥା ସମୟରେ ସେ ହିଁ ଏହି ପ୍ରଶ୍ନର ସମାଧାନ କରିଦେବେ ଭାବି ସେ ଏବେ ଅନେକ ସମୟରେ ନିଜକୁ ଶାନ୍ତ କରୁଥିଲା। ଏପରି ବୁଦ୍ଧି ଓ ହୃଦୟର ଦ୍ୱନ୍ଦ୍ୱସ୍ଥଳରେ ତାର ବିଶୁଦ୍ଧ ହୃଦୟ ହିଁ ପରିଶେଷରେ ଜୟଲାଭ କରୁଥିଲା ଏବଂ ହୃଦୟର ପ୍ରେରଣାରେ ହିଁ ସେ ଏବେ ସମସ୍ତ କର୍ମ ସମ୍ପାଦନ କରୁଥିଲା। ଗଦାଧରଙ୍କ ହୃଦୟର ପ୍ରେରଣା। ଅସାଧାରଣ ସହାନୁଭୂତି ସମ୍ପନ୍ନ ଗଦାଧରଙ୍କ ବିଶୁଦ୍ଧ ହୃଦୟ ତାଙ୍କୁ ଏବେଠାରୁ ଅନ୍ୟ ଏକ ବିଷୟରେ ମଧ୍ୟ ସମୟ ସମୟରେ ଉପଲବ୍ଧି କରାଉଥିଲା। ପୁରାଣ ପାଠ ଓ ସଂକୀର୍ତ୍ତନ ସହାୟତାରେ ତାହା ତାଙ୍କୁ ଗ୍ରାମର ନରନାରୀଙ୍କ ସହିତ ଏହା ପୂର୍ବରୁ ଘନିଷ୍ଠ ଭାବରେ ସମ୍ବନ୍ଧ କରି ସେମାନଙ୍କୁ ଏତେ ଆପଣାର ଜ୍ଞାନ କରିବାକୁ ଶିଖାଇଥିଲା ଯେ ସେମାନଙ୍କ ଜୀବନର ସୁଖ ଦୁଃଖାଦି ଏବେଠାରୁ ସେ ସର୍ବଥା ଭାବରେ ନିଜର ବୋଲି ଅନୁଭବ କରୁଥିଲେ। ସୁତରାଂ ତାଙ୍କର ବିଚାରଶୀଳ ବୁଦ୍ଧି ତାଙ୍କୁ ଏ ସମୟରେ ଯେତେବେଳେ ବି ସଂସାର ପରିତ୍ୟାଗ ପାଇଁ ଇଙ୍ଗିତ କରୁଥିଲା, ତାର ହୃଦୟ ତାଙ୍କୁ ସେତେବେଳେ ସେହି ସମସ୍ତ ନରନାରୀଙ୍କ ସରଳ ପ୍ରେମପୂର୍ଣ୍ଣ ଆଚରଣର ଏବଂ ତା ପ୍ରତି ଅସୀମ ବିଶ୍ୱାସର କଥା ସ୍ମରଣ କରାଇ ତାଙ୍କୁ ଏପରି ଭାବରେ ନିଜର ଜୀବନ ନିୟୋଜିତ କରିବାକୁ କହୁଥିଲା, ଯାହାକି ସେମାନେ ସମସ୍ତେ ନିଜର ଜୀବନ ପରିଚାଳିତ କରିବାର ଉଚ୍ଚାଦର୍ଶ ଲାଭରେ କୃତାର୍ଥ ହୋଇପାରିବେ ଏବଂ ତାହା ସହିତ ସେମାନଙ୍କର ବର୍ତ୍ତମାନ ସମ୍ବନ୍ଧ ଯେପରି ସୁଗଭୀର ପାରମାର୍ଥିକ ସମ୍ବନ୍ଧରେ ପରିଣତ ହୋଇ ଚିରକାଳ ନିମିତ୍ତ ଅବିନଶ୍ୱର ହୋଇପାରେ। ବାଳକର ସ୍ୱାର୍ଥଗନ୍ଧଶୂନ୍ୟ ହୃଦୟ ତାହାକୁ ସେହି ବିଷୟରେ ସ୍ପଷ୍ଟ ଆଭାସ ପ୍ରଦାନପୂର୍ବକ କହୁଥିଲା, ନିଜ ପାଇଁ ସଂସାର ତ୍ୟାଗ କରିବା ତାହା ତ ସ୍ୱାର୍ଥପରତା। ତେଣୁ ଯାହାଦ୍ୱାରା ଏମାନେ ସମସ୍ତେ ଉପକୃତ ହେବେ, ଏପରି କିଛି କର। ଗଦାଧରଙ୍କ ପାଠଶାଳା ପରିତ୍ୟାଗ ଓ ସମବୟସ୍କଙ୍କ ସହ ଅଭିନୟ। ପାଠଶାଳା ଏବଂ ପରେ ଟୋଲରେ ବିଦ୍ୟାଭ୍ୟାସ ସମ୍ବନ୍ଧରେ କିନ୍ତୁ ଗଦାଧରଙ୍କ ହୃଦୟ ବୁଦ୍ଧି ଏବଂ ମୁକ୍ତକଣ୍ଠରେ ଗୋଟିଏ କଥା ହିଁ କହୁଥିଲା। ମାତ୍ର ସହସା ପାଠଶାଳାର ପରିତ୍ୟାଗ କଲେ ସମବୟସ୍କଗଣ ତାର ସଙ୍ଗଲାଭରୁ ଅନେକାଂଶରେ ବଞ୍ଚିତ ହେବେ ବୋଲି ସେ ଏପରି କାର୍ଯ୍ୟ କେବେ କରିପାରୁ ନଥିଲେ। କାରଣ ଗୟା ବିଷ୍ଣୁ ପ୍ରମୁଖ ସମବୟସ୍କ ବାଳକମାନେ ସମସ୍ତେ ତାଙ୍କୁ ପ୍ରାଣ ସହିତ ଭଲ ପାଉଥିଲେ ଏବଂ ତାଙ୍କର ଅସାଧାରଣ ବୁଦ୍ଧି ଓ ଅସୀମ ସାହସ ତାଙ୍କୁ ଏଠାରେ ମଧ୍ୟ ଦଳପତି ଭାବରେ ପ୍ରତିଷ୍ଠିତ କରାଇଥିଲା। ଏ ସମୟର ଗୋଟିଏ ଘଟଣାରେ ବାଳକ ଅର୍ଥକାରୀ ବିଦ୍ୟାଲାଭ ପରିତ୍ୟାଗ କରିବାର ସୁଯୋଗ ଲାଭ କରିଥିଲା। ଗଦାଧରଙ୍କ ଅଭିନୟ କରିବାର ଶକ୍ତି ଦେଖି ତାଙ୍କର କେତେଜଣ ସମବୟସ୍କ ସାଥୀ ଏବେ ଗୋଟିଏ ଯାତ୍ରା ଦଳ ଗଢ଼ିବାକୁ ଦିନେ ପ୍ରସ୍ତାବ କଲେ ଏବଂ ସେମାନଙ୍କୁ ସେହି ବିଷୟରେ ଶିକ୍ଷାଦାନ କରିବାର ଦାୟିତ୍ୱ ଦେବାକୁ ଗଦାଧରଙ୍କୁ ଅନୁରୋଧ କଲେ। ଗଦାଧର ମଧ୍ୟ ସେହି ବିଷୟରେ ସମ୍ମତ ହେଲେ, କିନ୍ତୁ ଅଭିଭାବକମାନେ ଜାଣିପାରିଲେ ଏଥିରେ ବାଧା ଉପସ୍ଥିତ ହେବାର ସମ୍ଭାବନା ଅଛି ଜାଣି କେଉଁଠାରେ ସେମାନେ ସେହି ବିଷୟରେ ଶିକ୍ଷାଲାଭ କରିବେ, ସେ ବିଷୟରେ ବାଳକମାନେ ଚିନ୍ତିତ ହୋଇପଡ଼ିଲେ। ଗଦାଧରଙ୍କ ଉଦ୍ଭାବନୀ ଶକ୍ତି ସେତେବେଳେ ସେମାନଙ୍କୁ ମାଣିକ ରାଜାଙ୍କର ଆମ୍ରକାନନ ଦେଖାଇଦେଲା ଓ ସ୍ଥିର ହେଲା ଯେ ପାଠଶାଳାରୁ ପଳାୟନ କରି ସେମାନେ ପ୍ରତିଦିନ ସମସ୍ତେ ନିର୍ଦ୍ଦିଷ୍ଟ ସମୟରେ ସେହି ସ୍ଥାନରେ ଉପସ୍ଥିତ ହେବେ। ସଂକଳ୍ପ ଶୀଘ୍ର କାର୍ଯ୍ୟରେ ପରିଣତ ହେଲା ଏବଂ ଗଦାଧରଙ୍କ ଶିକ୍ଷାରେ ବାଳକଗଣ ସ୍ୱଳ୍ପ ସମୟ ମଧ୍ୟରେ ନିଜ ନିଜ ଭୂମିକା ତଥା ସଙ୍ଗୀତଗୁଡ଼ିକ କଣ୍ଠସ୍ଥ କରି ଶ୍ରୀରାମଚନ୍ଦ୍ର ଓ ଶ୍ରୀକୃଷ୍ଣ ବିଷୟକ ଯାତ୍ରାଭିନୟରେ ଆମ୍ରକାନନ ମୁଖରିତ କରି ତୋଳିଲେ। ଅବଶ୍ୟ ଏ ସମସ୍ତ ଯାତ୍ରାଭିନୟର ସକଳ ଅଙ୍ଗ ଗଦାଧରଙ୍କୁ ନିଜ ଉଦ୍ଭାବନୀ ଶକ୍ତି ବଳରେ ସମ୍ପୂର୍ଣ୍ଣ କରିବାକୁ ପଡ଼ୁଥିଲା ଏବଂ ସେଗୁଡ଼ିକ ପ୍ରଧାନ ଚରିତ୍ରର ଭୂମିକା ହିଁ ତାଙ୍କୁ ହିଁ ଗ୍ରହଣ କରିବାକୁ ହେଉଥିଲା। ଯାହା ହେଉ, ଯାତ୍ରାଦଳ କିଛି ମନ୍ଦ ହୋଇନାହିଁ ଦେଖି ବାଳକମାନେ ପରମ ଆନନ୍ଦ ଲାଭ କରୁଥିଲେ
ଶୁଣାଯାଏ ଆମ୍ରକାନନର ଅଭିନୟ ସମୟରେ ମଧ୍ୟ ଗଦାଧରଙ୍କ ସମୟ ସମୟରେ ଭାବ ସମାଧି ଉପସ୍ଥିତ ହେଉଥିଲା। ଗଦାଧରଙ୍କ ଚିତ୍ରବିଦ୍ୟା ଓ ମୂର୍ତ୍ତି ଗଠନରେ ଉନ୍ନତି। ସଂକୀର୍ତ୍ତନ ଓ ଯାତ୍ରା ବିନୟରେ ଗଦାଧରଙ୍କର ଅନେକ ସମୟ ଅତିବାହିତ ହୋଇଥିବାରୁ ତାଙ୍କର ଚିତ୍ରବିଦ୍ୟା ଏବେ ଆଉ ଅଧିକ ଅଗ୍ରସର ହୋଇପାରୁନଥିଲା। ତେବେ ଶୁଣାଯାଏ ଗୌରହାଟି ଗ୍ରାମରେ ନିଜର କନିଷ୍ଠା ଭଗିନୀ ସର୍ବମଙ୍ଗଳାକୁ ବାଳକ ଏହି ସମୟରେ ଦିନେ ଦେଖିବାକୁ ଯାଇଥିଲା ଏବଂ ଘରେ ପ୍ରବେଶ କରି ଦେଖିବାକୁ ପାଇଥିଲେ ତାହାର ଭଗିନୀ ପ୍ରସନ୍ନ ମୁଖରେ ତାର ସ୍ୱାମୀଙ୍କର ସେବା କରୁଅଛି। ଏହା ଦେଖି ସେ ଅଳ୍ପ ଦିନ ପରେ ତାର ଭଉଣୀ ସ୍ୱାମୀଙ୍କର ସେବା କରୁଥିବା ଭାବର ଗୋଟିଏ ଚିତ୍ର ଅଙ୍କନ କରିଥିଲା। ଆମେ ଶୁଣିଅଛୁ ପରିବାରର ସମସ୍ତ ଭକ୍ତ ଚିତ୍ରିତ ପ୍ରତିମୂର୍ତ୍ତିଦ୍ୱୟ ସହିତ ଶ୍ରୀମତୀ ସର୍ବମଙ୍ଗଳା ଓ ତାର ସ୍ୱାମୀଙ୍କର ନିକଟ ସାଦୃଶ୍ୟ ଦେଖି ବିସ୍ମିତ ହୋଇଥିଲେ। ଦେବାଦେବୀଙ୍କ ମୂର୍ତ୍ତି ଗଠନ କରିବାରେ ଗଦାଧର ବିଶେଷ ପାରଦର୍ଶୀ ହୋଇ ଉଠିଥିଲେ, କାରଣ ତାଙ୍କର ଧର୍ମାବରଣ ପ୍ରବୃତ୍ତି ତାଙ୍କୁ ସେହି ସମସ୍ତ ମୂର୍ତ୍ତି ଗଠନ ପୂର୍ବକ ସମବୟସ୍କଙ୍କ ଗ୍ରହଣରେ ଯଥାବିଧି ପୂଜା କରିବାକୁ ଅନେକ ସମୟରେ ପ୍ରଯୁକ୍ତ କରୁଥିଲା। ସେ ଯାହା ହେଉ ପାଠଶାଳା ପରିତ୍ୟାଗ କରି ଗଦାଧରୀ ନିଜ ହୃଦୟର ପ୍ରେରଣାରେ ପୂର୍ବୋକ୍ତ କାର୍ଯ୍ୟଗୁଡ଼ିକରେ ନିଯୁକ୍ତ ରହି ଏବଂ ଚନ୍ଦ୍ରାଦେବୀଙ୍କୁ ଗୃହକର୍ମରେ ସାହାଯ୍ୟ କରି କାଳ କାଟିବାକୁ ଲାଗିଲେ। ମାତୃହୀନ ଶିଶୁ ଅକ୍ଷୟ ମଧ୍ୟ ତାଙ୍କର ହୃଦୟ ଅଧିକାର କରି ତାଙ୍କୁ ଅନେକ ସମୟ ନିଯୁକ୍ତ ରଖୁଥିଲା, କାରଣ ଚନ୍ଦ୍ରାଦେବୀଙ୍କୁ ଗୃହକର୍ମରେ ସମୟ ଦେବା ପାଇଁ ଶିଶୁକୁ କୋଳରେ ଧାରଣ କରିବା ଏବଂ ନାନା ପ୍ରକାର ଖେଳରେ ଭୁଲାଇ ରଖିବା ଏବେ ତାଙ୍କର ନିତ୍ୟକର୍ମ ମଧ୍ୟରେ ଅନ୍ୟତମ ହୋଇ ଉଠୁଥିଲା। ଏହି ପ୍ରକାର 3 ବର୍ଷରୁ ଅଧିକ କାଳ 3 ପରିଶ୍ରମ ଫଳରେ ଶ୍ରୀଯୁକ୍ତ ରାମକୁମାରଙ୍କ କଲିକତାର ଚତୁଷ୍ପଟିଠାରେ ଛାତ୍ର ସଂଖ୍ୟା ବୃଦ୍ଧି ପାଇ ତାଙ୍କର ଉପାର୍ଜନ ପୂର୍ବାପେକ୍ଷା ଭଲ ହୋଇଥିଲା। ଗଦାଧରଙ୍କ ସମ୍ବନ୍ଧରେ ରାମକୁମାରଙ୍କ ଚିନ୍ତା ଓ ତାଙ୍କୁ କଲିକତା ଆନୟନ। କଲିକତାରେ ଅଧିକାଂଶ ସମୟ ଅତିବାହିତ କଲେ ମଧ୍ୟ ଶ୍ରୀଯୁକ୍ତ ରାମକୁମାର ବର୍ଷ ଶେଷରେ ଥରେ କିଛି ଦିନ ପାଇଁ କାମରୂପକୁ ଆସି ଜନନୀ ଓ ଭାଇମାନଙ୍କର ଦାୟିତ୍ୱ କଥା ବୁଝାବୁଝି କରୁଥିଲେ। ଏ ସମୟରେ ଗଦାଧରଙ୍କ ବିଦ୍ୟାଧ୍ୟୟନରେ ଉଦାସୀନତା ଲକ୍ଷ୍ୟ କରି ସେ ଏତେ ଚିନ୍ତିତ ହୋଇଥିଲେ। ସେ କିପରି ଭାବରେ ତାଙ୍କର ବର୍ତ୍ତମାନ ସମୟ ବିତାଉଛି ରାମକୁମାର ସବିଶେଷ ଅନୁସନ୍ଧାନ କଲେ ଏବଂ ମାତା ଓ ମଧ୍ୟମଭ୍ରାତା ରାମେଶ୍ୱରଙ୍କ ସହିତ ପରାମର୍ଶ କରି ତାଙ୍କୁ କଲିକତାରେ ନିଜ ପାଖରେ ରଖିବା ଠିକ୍ ହେବ ବୋଲି ସ୍ଥିର କଲେ। ଛାତ୍ର ସଂଖ୍ୟା ବୃଦ୍ଧି ସହିତ ସେଠାରେ ଟୋଲର ଗୃହକର୍ମ ମଧ୍ୟ ଅନେକ ବଢ଼ି ଯାଇଥିଲା, ତେଣୁ ଏଥିରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଲୋକର ଅଭାବ ମଧ୍ୟ ସେ ସମୟରେ ବୋଧ କରୁଥିଲେ। ଅତଏବ ସ୍ଥିର ହେଲା ଯେ ଗଦାଧର କଲିକତା ଆସି ସେହି ସମସ୍ତ ବିଷୟରେ ତାଙ୍କୁ କିଛି ସାହାଯ୍ୟ କରିବ ଏବଂ ଅନ୍ୟାନ୍ୟ ଛାତ୍ରମାନଙ୍କ ପରି ତାଙ୍କ ନିକଟରେ ବିଦ୍ୟାଭ୍ୟାସ କରିବ। ଗଦାଧର ନିକଟରେ ସେହି ବିଷୟ କହିବାରୁ ପିତୃତୁଲ୍ୟ ଅଗ୍ରଜଙ୍କୁ ସାହାଯ୍ୟ କରିବାକୁ ହେବ ଜାଣି ସେ କଲିକତା ଯିବାକୁ କିଛି ମାତ୍ର ଆପତ୍ତି କଲେ ନାହିଁ। ତାପରେ ଶୁଭ ଦିନର ଶୁଭକ୍ଷଣରେ ଶ୍ରୀଯୁକ୍ତ ରାମକୁମାର ଓ ଗଦାଧର ରଘୁବୀରଙ୍କୁ ପ୍ରଣାମ କରି ଚନ୍ଦ୍ରାଦେବୀଙ୍କ ପଦଧୂଳି ମସ୍ତକରେ ଧାରଣ କରି କଲିକତା ଯାତ୍ରା କଲେ। କାମରପୁକୁରର ଆନନ୍ଦର ହାଟ କିଛି ଦିନ ପାଇଁ ଭାଙ୍ଗିଗଲା ଏବଂ ଶ୍ରୀମତୀ ଚନ୍ଦ୍ରା ଓ ଗଦାଧର ପ୍ରତି ଅନୁରକ୍ତ ନରନାରୀମାନେ ତାଙ୍କର ମଧୁମୟ ସ୍ମୃତି ଓ ଉଜ୍ଜ୍ୱଳ ଭବିଷ୍ୟତ ବିଷୟ ଚିନ୍ତା କରି କୌଣସି ପ୍ରକାର କାଳ କଟାଇବାକୁ ଲାଗିଲେ। କଲିକତା ଆଗମନ ପରେ ଶ୍ରୀଯୁକ୍ତ ଗଦାଧର ଯେଉଁ ସବୁ ଅଲୌକିକ କର୍ମ କରିଥିଲେ, ସେ ସମସ୍ତ ପାଠକମାନେ ଶ୍ରୀ ରାମକୃଷ୍ଣ ଲୀଳା ପ୍ରସଙ୍ଗର ସାଧକ ଭାବ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଥିବାର ଦେଖିବାକୁ ପାଇବେ। ଶ୍ରୀ ରାମକୃଷ୍ଣ ଲୀଳା ପ୍ରସଙ୍ଗର ପୂର୍ବ କଥା ବାଲ୍ୟ ଜୀବନ ପର୍ବ ସମ୍ପୂର୍ଣ୍ଣ। ସାଧକ ଭାବ। ପ୍ରଥମ ଅଧ୍ୟାୟ ସାଧକ ଓ ସାଧନା। ଠାକୁରଙ୍କ ଜୀବନରେ ସାଧକ ଭାବର ଯଥାଯଥ ପରିଚୟ ପାଇବାକୁ ହେଲେ ଆମମାନଙ୍କୁ ସାଧନା କାହାକୁ କହନ୍ତି ସେ ବିଷୟ ପ୍ରଥମେ ବୁଝିବାକୁ ହେବ। ଅନେକ ହୁଏତ ଏକଥାରେ କହିବେ, ଭାରତ ତ ଚିରକାଳ କୌଣସି ନା କୌଣସି ଭାବରେ ଧର୍ମସାଧନାରେ ଲାଗି ରହିଛି। ତେବେ ଏକଥା ପୁଣି ପ୍ରୟୋଜନ କରି ପୁସ୍ତକର କଳେବର ବୁଦ୍ଧିର ଆବଶ୍ୟକତା କ'ଣ? ଆବାହନ କାଳରୁ ଭାରତ ଆଧ୍ୟାତ୍ମିକ ରାଜ୍ୟର ସତ୍ୟାସତ୍ୟ ସାକ୍ଷାତ ପ୍ରତ୍ୟକ୍ଷ କରିବାକୁ ନିଜର ଜାତୀୟ ଶକ୍ତି ଯେତେଦୂର ବ୍ୟୟ କରି ଆସିଛି, ଏବେ ମଧ୍ୟ କରୁଛି ଓ ପୃଥିବୀର ଅନ୍ୟ କେଉଁ ଦେଶର ଜାତି ଏତେଦୂର କରିଛି? କେଉଁ ଦେଶରେ ବ୍ରହ୍ମଜ୍ଞ ଅବତାର ପୁରୁଷଙ୍କ ଆବିର୍ଭାବ ଏତେ ଅଧିକ ପରିମାଣରେ ହୋଇଛି? ଅତଏବ ସାଧନା ସହିତ ଚିରପରିଚିତ ଆମମାନଙ୍କୁ ସେହି ବିଷୟ ମୂଳସୂତ୍ରଗୁଡ଼ିକ ପୁନରାବୃତ୍ତି କରି କହିବା ନିଷ୍ପ୍ରୟୋଜନ। ସାଧନା ସମ୍ବନ୍ଧରେ ସାଧାରଣ ମାନବର ଭ୍ରାନ୍ତ ଧାରଣା। ଏକଥା ସତ୍ୟ ହେଲେ ମଧ୍ୟ ଏପରି କହିବାର ପ୍ରୟୋଜନ ଅଛି, କାରଣ ସାଧନା ସମ୍ବନ୍ଧରେ ଅନେକ ସ୍ଥଳରେ ଜନସାଧାରଣଙ୍କର ଏକ କିମ୍ଭୂତ କିମାକାର ଧାରଣା ରହିଥିବା କଥା ଦେଖିବାକୁ ମିଳେ। ଉଦ୍ଦେଶ୍ୟ ବା ଗନ୍ତବ୍ୟ ପ୍ରତି ଲକ୍ଷ୍ୟ ହରାଇ ସେମାନେ ଅନେକ ସମୟରେ କେବଳ ଶାରୀରିକ କଠୋରତାରେ, ଦୁଷ୍ପ୍ରାପ୍ୟ ବସ୍ତୁସମର ସଂଯୋଗରେ, ବିଶେଷ ସ୍ଥାନରେ ନିରର୍ଥକ କ୍ରିୟାନୁଷ୍ଠାନରେ, ଶ୍ୱାସପ୍ରରୋଧରେ ଓ ଏପରିକି ଅସମ୍ବଦ୍ଧ ମନର ବିସଦୃଶ ଚେଷ୍ଟାଦିରେ ମଧ୍ୟ ସାଧନାର ବିଶିଷ୍ଟ ପରିଚୟ ପାଇଥାନ୍ତି।
ଭକ୍ତ ନିଜର ଠାକୁରଙ୍କୁ ଶପଥ ପୂର୍ଣ୍ଣ ଦେଖିବାକୁ ଚାହେଁ। ନରଶରୀର ଧାରଣ କରିଛନ୍ତି ବୋଲି ତାଙ୍କଠାରେ ଯେ ନରଶରୀର ଦୁର୍ବଳତା, ଦୃଷ୍ଟି ଓ ଶକ୍ତିହୀନତା କୌଣସି ସମୟରେ କିଛି ମାତ୍ର ବିଦ୍ୟମାନ ଥିଲା, ତାହା ସ୍ୱୀକାର କରିବାକୁ ଭକ୍ତ ଚାହାନ୍ତି ନାହିଁ। ବାଳଗୋପାଳଙ୍କ ମୁଖ ଗହ୍ୱରରେ ସେମାନେ ବିଶ୍ୱବ୍ରହ୍ମାଣ୍ଡ ପ୍ରତିଷ୍ଠା ଦେଖିବାକୁ ସର୍ବଦା ପ୍ରୟାସୀ ହୁଅନ୍ତି ଏବଂ ବାଳକର ଅସୀମିତ ଚେଷ୍ଟାଗୁଡ଼ିକ ଭିତରେ ପରିଣତ ବୟସ୍କର ବୁଦ୍ଧି ଓ ବୌଦ୍ଧିକତାର ପରିଚୟ ପାଇବାର କେବଳ ପ୍ରତ୍ୟାଶା ରଖନ୍ତି ନାହିଁ, କିନ୍ତୁ ସର୍ବଜ୍ଞତା, ସର୍ବଶକ୍ତିମତ୍ତା ଏବଂ ବିଶ୍ୱଜନୀନ ଉଦାରତା ପ୍ରେମର ସମ୍ପୂର୍ଣ୍ଣ ପ୍ରତିକୃତି ଦେଖିବା ନିମନ୍ତେ ଉଦ୍ଗ୍ରୀବ ହୋଇ ଉଠନ୍ତି। ଅତଏବ ନିଜ ଐଶ୍ୱରିକ ସ୍ୱରୂପର ସର୍ବସାଧାରଣଙ୍କୁ ଧରା ନ ଦେବା ପାଇଁ ହିଁ ଅବତାର ପୁରୁଷମାନେ ସାଧନ ଭଜନ ଇତ୍ୟାଦି ମାନସିକ ଚେଷ୍ଟା ଓ ଆହାର, ନିଦ୍ରା, କ୍ଳାନ୍ତି, ବ୍ୟାଧି, ଦେହତ୍ୟାଗ ପ୍ରଭୃତି ଶାରୀରିକ ଅବସ୍ଥାଗୁଡ଼ିକର ମିଥ୍ୟା ଛଳନା କରିଥାନ୍ତି। ଏପରି ସିଦ୍ଧାନ୍ତ କରିବା ସେମାନଙ୍କ ପକ୍ଷରେ ଆଦୌ ବିଚିତ୍ର ନୁହେଁ। ଆମମାନଙ୍କ ସମୟରେ ଆମେ ସ୍ୱଚକ୍ଷୁରେ ଦେଖିଅଛୁ, କେତେ ବିଶିଷ୍ଟ ଭକ୍ତ ଠାକୁରଙ୍କର ଶାରୀରିକ ବ୍ୟାଧି ସମ୍ବନ୍ଧରେ ସେ ପ୍ରକାର ମିଥ୍ୟା ଛଳନା ବୋଲି ଧାରଣା କରିଥିଲେ। ଏପରି ଭାବିଲେ ଭକ୍ତର ହାନି ହୁଏ, ଏକଥା ଯୁକ୍ତିଯୁକ୍ତ ନୁହେଁ। ନିଜ ଦୁର୍ବଳତା ଯୋଗୁଁ ଭକ୍ତ ଏପରି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି। ବିପରୀତ ସିଦ୍ଧାନ୍ତ କଲେ ତାଙ୍କ ଭକ୍ତିର ହାନି ହୁଏ ବୋଲି ବୋଧହୁଏ ସେ ନରସୁଲଭ ଚେଷ୍ଟା ଓ ଉଦ୍ଦେଶ୍ୟ ଆଦି ଅବତାର ପୁରୁଷଙ୍କୁ ଆରୋପ କରିବାକୁ ଚାହାନ୍ତି ନାହିଁ। ଅତଏବ ସେମାନଙ୍କ ବିରୁଦ୍ଧରେ ଆମର କିଛି କହିବାର ନାହିଁ। ତେବେ ଏକଥା ଠିକ୍ ଯେ ଭକ୍ତିର ଅପରିଣତ ଅବସ୍ଥାରେ ହିଁ ଭକ୍ତଠାରେ ଏପରି ଦୁର୍ବଳତା ପରିଲକ୍ଷିତ ହୁଏ। ଭକ୍ତିର ପ୍ରଥମ ଅବସ୍ଥାରେ ହିଁ ଭକ୍ତ ଭଗବାନଙ୍କୁ ଐଶ୍ୱର୍ଯ୍ୟ ବିରହିତ କରି ଚିନ୍ତା କରିପାରନ୍ତି ନାହିଁ। ଭକ୍ତି ପରିପକ୍ୱ ହେଲେ ବି ଈଶ୍ୱରଙ୍କ ପ୍ରତି ଅନୁରାଗ କ୍ରମେ ଗଭୀର ଭାବ ଧାରଣ କରେ। ସେପରି ଐଶ୍ୱର୍ଯ୍ୟ ଚିନ୍ତା ଭକ୍ତିପଥର ଅନ୍ତରାୟ ବୋଲି ବୋଧ ହେଉଥାଏ। ଫଳରେ ଭକ୍ତ ସେତେବେଳେ ଏହାକୁ ଯତ୍ନ ସହିତ ଦୂରରୁ ପରିହାର କରନ୍ତି। ସମସ୍ତ ଭକ୍ତିଶାସ୍ତ୍ରରେ ଏକଥା ବାରମ୍ବାର କହିଛନ୍ତି। ଠାକୁରଙ୍କର ଉପଦେଶ, ଐଶ୍ୱର୍ଯ୍ୟ ଉପଲବ୍ଧିରେ ତୁମେ ମୁଁ ଭାବରେ ଭଲ ପାଇବା ନଥାଏ ଏବଂ କାହାର ମଧ୍ୟ ଭାବ ନଷ୍ଟ କରିବ ନାହିଁ। ଭଗବାନଙ୍କ ଶକ୍ତି ବିଶ୍ୱାସର ସାକ୍ଷାତ ପରିଚୟ କୌଣସି ପ୍ରକାର ବର୍ଣ୍ଣାଦି ଲାଭ ନିମିତ୍ତ ଅତିଶୟ ଆଗ୍ରହ ଜଣାଇଲେ ଠାକୁର ତାଙ୍କ ଭକ୍ତମାନଙ୍କୁ ଅନେକ ସମୟରେ କହୁଥିଲେ, ଆହେ, ଏପରି ଦର୍ଶନ କରିବାକୁ ଚାହିଁବା ଭଲ ନୁହେଁ। ଐଶ୍ୱର୍ଯ୍ୟ ଦେଖିଲେ ଭୟ ଆସିବ। ଖୁଆଇବା, ପିନ୍ଧାଇବା, ଭଲ ପାଇବାରେ ଈଶ୍ୱରଙ୍କ ସହିତ ଯେଉଁ ତୁମେ ଓ ମୁଁ ଭାବ ଅଛି, ତାହା ଆଉ ରହିବ ନାହିଁ। କେତେ ସମୟରେ ଆମେ କ୍ଷୁଣ୍ଣମନେ ଭାବିଛୁ, ଠାକୁର କୃପା କରି ଏପରି ଦର୍ଶନ ଆଦି ଲାଭ କରାଇଦେବେ ନାହିଁ ବୋଲି ହିଁ ଆମ୍ଭମାନଙ୍କୁ ଏପରି କହି କ୍ଷାନ୍ତ କରାଉଛନ୍ତି। ସାହସର ସହିତ କୌଣସି ଭକ୍ତ ଯଦି ସେ ସମୟରେ ପ୍ରାଣର ବିଶ୍ୱାସ ସହିତ କହେ, ଆପଣଙ୍କ କୃପାରେ ଅସମ୍ଭବ ସମ୍ଭବ ହୋଇପାରେ, କୃପା କରି ମୋତେ ଏପରି ଦର୍ଶନ ଆଦି କରାଇ ଦିଅନ୍ତୁ। ଠାକୁର ଏକଥାରେ ମଧୁର ନମ୍ର ଭାବରେ କହୁଥିଲେ, ମୁଁ କ'ଣ କିଛି କରିପାରେ? ମା'ର ଯାହା ଇଚ୍ଛା ତାହା ହିଁ ହୁଏ। ସେପରି କହିଲେ ମଧ୍ୟ ଯଦି ସେ କ୍ଷାନ୍ତ ନ ହୋଇ କହେ, ଆପଣଙ୍କ ଇଚ୍ଛା ହେଲେ ହିଁ ମା'ଙ୍କର ଇଚ୍ଛା ହେବ, ଠାକୁର ସେଥିରେ ଅନେକ ସମୟରେ ତାହାକୁ ବୁଝାଇ କହୁଥିଲେ, ମୁଁ ତ ମନେ କରେ ତୁମ ସମସ୍ତଙ୍କ ସବୁ ପ୍ରକାର ବ୍ୟବସ୍ଥା ସବୁ ପ୍ରକାର ଦର୍ଶନ ହେଉ, କିନ୍ତୁ ତାହା ହୁଏ କେଉଁଠି? ସେଥିରେ ମଧ୍ୟ ଭକ୍ତ ଯଦି କ୍ଷାନ୍ତ ନ ହୋଇ ଜିଦ୍ କରୁଥାଏ, ତାହେଲେ ଠାକୁର ତାଙ୍କୁ ଆଉ କିଛି ନ କହି ସ୍ନେହପୂର୍ଣ୍ଣ ଦର୍ଶନ ଓ ମୃଦୁମନ୍ଦ ହାସ୍ୟ ଦ୍ୱାରା ତା ପ୍ରତି ନିଜର ଭଲ ପାଇବାର ପରିଚୟ ମାତ୍ର ଦେଇ ନୀରବ ରହୁଥିଲେ, ଅଥବା କହୁଥିଲେ, କ'ଣ କହିବି ବାବୁ, ମା'ର ଯାହା ଇଚ୍ଛା ତାହା ହିଁ ହେବ। ଏପରି ଅତ୍ୟନ୍ତ ଆଗ୍ରହ କଲେ ମଧ୍ୟ ଠାକୁର ତାହାର ଭ୍ରମପୂର୍ଣ୍ଣ ଦୃଢ଼ ବିଶ୍ୱାସ ଭାଙ୍ଗି ତାହାର ଭାବ ନଷ୍ଟ କରିବାକୁ ଚେଷ୍ଟା କରୁନଥିଲେ। ଠାକୁରଙ୍କର ବ୍ୟବହାର ଆମେ ଅନେକ ସମୟରେ ପ୍ରତ୍ୟକ୍ଷ କରିଛୁ ଏବଂ ତାଙ୍କୁ ବାରମ୍ବାର କହିବା ଶୁଣିଛୁ, କାହାର ଭାବ ନଷ୍ଟ କରିବ ନାହିଁ। ଭାବ ନଷ୍ଟ କରିବା ସମ୍ବନ୍ଧରେ ଦୃଷ୍ଟାନ୍ତ କାଶୀପୁର ବଗିଚାରେ ଶିବରାତ୍ରିର କଥା। ପ୍ରବୋଧୋକ୍ତ ବିଷୟ ସହିତ ସାକ୍ଷାତ ସମ୍ବନ୍ଧ ନଥିଲେ ମଧ୍ୟ କଥାଟି ଯେତେବେଳେ ଆଲୋଚିତ ହୋଇଛି, ସେତେବେଳେ ଗୋଟିଏ ଘଟଣାର ଉଲ୍ଲେଖ କରି ପାଠକଙ୍କୁ ବୁଝାଇଦେବା ଭଲ। ଇଚ୍ଛା ବା ସ୍ପର୍ଶ ମାତ୍ରେ ଅନ୍ୟର ଶରୀର ମନରେ ଧର୍ମଶକ୍ତି ସଞ୍ଚାରିତ କରିବାର କ୍ଷମତା ଆଧ୍ୟାତ୍ମିକ ଜୀବନରେ ଅତି ଅଳ୍ପ ସାଧକଙ୍କ ଭାଗ୍ୟରେ ଲାଭ ହୋଇଥାଏ। ସ୍ୱାମୀ ବିବେକାନନ୍ଦ ସମୟାନୁକ୍ରମେ ଏହି କ୍ଷମତାରେ ଭୂଷିତ ହୋଇ ପ୍ରକୃତ ଲୋକକଲ୍ୟାଣ ସାଧନ କରିବେ। ଠାକୁର ଏକଥା ଆମକୁ ବାରମ୍ବାର କହିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ପରି ଉତ୍ତମ ଅଧିକାରୀ ସଂସାରରେ ବିରଳ। ପ୍ରଥମରୁ ଠାକୁର ଏହି କଥା ସମ୍ୟକ୍ ବୁଝି ବେଦାନ୍ତ ଅଦ୍ୱୈତ ସିଦ୍ଧାନ୍ତରେ ଉପଦେଶ ଦେଇ ତାଙ୍କ ଚରିତ୍ର ଓ ଧର୍ମଜୀବନ ଗୋଟିଏ ଭାବରେ ଗଠିତ କରିଥିଲେ। ବ୍ରାହ୍ମ ସମାଜ ପ୍ରଣାଳୀରେ ଦ୍ୱୈତ ଭାବରେ ଈଶ୍ୱର ଉପାସନା ଅଭ୍ୟସ୍ତ ସ୍ୱାମୀଜୀଙ୍କ ନିକଟରେ ବେଦାନ୍ତର ସ୍ୱହଂ ଭାବର ଉପାସନାଟି ସେତେବେଳେ ପାପ ବୋଲି ପରିଗଣିତ ହେଲେ ମଧ୍ୟ ଠାକୁର ତାଙ୍କୁ ଅନୁଶୀଳନ କରାଇବାକୁ ନାନା ପ୍ରକାର ଚେଷ୍ଟା କରୁଥିଲେ। ସ୍ୱାମୀଜୀ କହୁଥିଲେ, ଦକ୍ଷିଣେଶ୍ୱରରେ ଉପସ୍ଥିତ ହେବା ମାତ୍ରେ ଠାକୁର ଅନ୍ୟମାନଙ୍କୁ ଯାହା ପଢ଼ିବାକୁ ନିଷେଧ କରନ୍ତି, ସେ ସମସ୍ତ ପୁସ୍ତକ ମୋତେ ପଢ଼ିବାକୁ ଦେଉଥିଲେ। ଅନ୍ୟାନ୍ୟ ପୁସ୍ତକ ସହିତ ତାଙ୍କ କୋଠରୀରେ ଖଣ୍ଡିଏ ଅଷ୍ଟାବକ୍ର ସଂହିତା ଥିଲା। କେହି ସେହି ପୁସ୍ତକଟିକୁ ବାହାର କରି ପଢ଼ୁଥିବାର ଦେଖିଲେ ଠାକୁର ତାଙ୍କୁ ଏହି ପୁସ୍ତକ ପଢ଼ିବାକୁ ନିଷେଧ କରି ମୁକ୍ତି ଓ ତାହାର ସାଧନ, ଭଗବତ୍ ଗୀତା ବା କୌଣସି ପୁରାଣ ଗ୍ରନ୍ଥ ପଢ଼ିବା ପାଇଁ କହୁଥିଲେ। କିନ୍ତୁ ମୁଁ ତାଙ୍କ ପାଖକୁ ଗଲେ ସେ ଅଷ୍ଟାବକ୍ର ସଂହିତାଟି ବାହାର କରି ପଢ଼ିବାକୁ କହୁଥିଲେ, ଅଥବା ଅଦ୍ୱୈତ ଭାବପୂର୍ଣ୍ଣ ଆଧ୍ୟାତ୍ମ ରାମାୟଣର କୌଣସି ଅଂଶ ପାଠ କରିବା ପାଇଁ କହୁଥିଲେ। ମୁଁ ଯଦି କହେ, ସେ ବହି ପଢ଼ି କ'ଣ ହେବ? ମୁଁ ଭଗବାନ ଏକଥା ମନରେ ଆଣିବା ମଧ୍ୟ ପାପ।
ଏହି ପାପ କଥା ହିଁ ପୁସ୍ତକରେ ଲେଖା ଅଛି। ସେ ବହି ପୋଡ଼ି ପକାଇବା ଉଚିତ। ଠାକୁର ଏକଥାରେ ହସି ହସି କହୁଥିଲେ, ମୁଁ କ'ଣ ତୋତେ ପଢ଼ିବାକୁ କହୁଛି? ଟିକିଏ ପଢ଼ି ମୋତେ ଶୁଣାଇବାକୁ କହୁଛି। କିଛିଟା ପଢ଼ି ମୋତେ ଶୁଣା ନା। ସେଥିରେ ତ ତୋତେ ମନେ କରିବାକୁ ହେବ ନାହିଁ ତୁ ଭଗବାନ। ଫଳରେ ଅନୁରୋଧରେ ଅଳ୍ପ ବହୁତ ପଢ଼ି ତାଙ୍କୁ ଶୁଣାଇବାକୁ ହେଉଥିଲା। ସ୍ୱାମୀଜୀଙ୍କୁ ଏହି ଭାବରେ ଗଠିତ କରୁଥିଲେ ମଧ୍ୟ ଠାକୁର ତାଙ୍କର ଅନ୍ୟାନ୍ୟ ବାଳକମାନଙ୍କୁ କାହାକୁ ସାକାର ଉପାସନା, କାହାକୁ ନିରାକାର ସଗୁଣ ଉପାସନା, କାହାକୁ ଶ୍ରଦ୍ଧା ଭକ୍ତି ଭିତର ଦେଇ, ପୁଣି କାହାକୁ ଅବା ଜ୍ଞାନ ମିଶ୍ରା ଭକ୍ତି ଭିତର ଦେଇ ନାନା ଭାବରେ ଧର୍ମ ଜୀବନ ଅଗ୍ରସର କରାଉଥିଲେ। ଏପରି ସ୍ୱାମୀ ବିବେକାନନ୍ଦ ପ୍ରମୁଖ ବାଳକ ଭକ୍ତଗଣ ଦକ୍ଷିଣେଶ୍ୱରରେ ଠାକୁରଙ୍କ ନିକଟରେ ଏକତ୍ର ଶୟନ, ଉପନିବେଶନ, ଆହାର ବିହାର, ଧର୍ମଚର୍ଚ୍ଚା ପ୍ରଭୃତି କଲେ ମଧ୍ୟ ଠାକୁର ଅଧିକାର ଭେଦରେ ସେମାନଙ୍କୁ ନାନା ଭାବରେ ଗଠିତ କରୁଥିଲେ। 1886 ମସିହାର ମାର୍ଚ୍ଚ ମାସ। କାଶୀପୁର ବଗିଚାରେ ଠାକୁର ଗଳା ରୋଗରେ ଦିନକୁ ଦିନ କ୍ଷୀଣ ହୋଇ ପଡ଼ୁଛନ୍ତି। କିନ୍ତୁ ଯେପରି ପୂର୍ବାପେକ୍ଷା ଅଧିକ ଉତ୍ସାହରେ ଭକ୍ତମାନଙ୍କ ଧର୍ମଜୀବନ ଗଠନରେ ମନୋନିବେଶ କରିଛନ୍ତି, ବିଶେଷତଃ ସ୍ୱାମୀ ବିବେକାନନ୍ଦଙ୍କର। ପୁଣି ସ୍ୱାମୀଜୀଙ୍କୁ ସାଧନା ମାର୍ଗରେ ଉପଦେଶ ଦେଇ ଏବଂ ତଦନୁଯାୟୀ ଅନୁଷ୍ଠାନରେ ସହାୟତା କରି ଠାକୁର କ୍ଷାନ୍ତ ରହୁନଥିଲେ। ପ୍ରତ୍ୟହ ସନ୍ଧ୍ୟା ପରେ ଅନ୍ୟ ସମସ୍ତଙ୍କୁ ଚାଲିଯିବାକୁ କହି ତାଙ୍କୁ ନିକଟକୁ ଡାକି ଏକାଦିକ୍ରମେ 2-3 ଘଣ୍ଟା କାଳ ଧରି ତାଙ୍କ ସହିତ ଅନ୍ୟ ବାଳକ ଭକ୍ତମାନଙ୍କୁ ସଂସାରରେ ପୁନଶ୍ଚ ଫେରିବାକୁ ନ ଦେଇ କିପରି ଭାବରେ ପରିଚାଳିତ ଓ ଏକତ୍ର ରଖିବାକୁ ହେବ, ସେ ବିଷୟରେ ଆଲୋଚନା ଓ ଶିକ୍ଷା ପ୍ରଦାନ କରୁଥିଲେ। ଭକ୍ତମାନେ ପ୍ରାୟ ସମସ୍ତେ ସେତେବେଳେ ଠାକୁରଙ୍କର ଏହି ପ୍ରକାର ଆଚରଣରେ ଭାବୁଥିଲେ, ନିଜ ସଙ୍ଘ ସୁପ୍ରତିଷ୍ଠ କରିବା ପାଇଁ ହିଁ ଠାକୁର ଗଳା ରୋଗରୁ ପୋକ କୁଟି ମିଥ୍ୟା ଛଳନା କରୁଛନ୍ତି। ସେହି କାର୍ଯ୍ୟ ସମ୍ପାଦିତ ହେଲେ ସେ ପୁଣି ପୂର୍ବବତ୍ ସୁସ୍ଥ ହୋଇଯିବେ। ସ୍ୱାମୀ ବିବେକାନନ୍ଦ କେବଳ ଦିନକୁ ଦିନ ପ୍ରାଣୀପ୍ରାଣ ବୁଝୁଥିଲେ ଯେ ଠାକୁର ଯେପରି ଭକ୍ତମାନଙ୍କ ନିକଟରୁ ବହୁକାଳ ପାଇଁ ବିଦାୟ ଗ୍ରହଣ କରିବାର ସମସ୍ତ ବନ୍ଦୋବସ୍ତ କରୁଛନ୍ତି, କିନ୍ତୁ ସେ ମଧ୍ୟ ସେ ଧାରଣା ସବୁ ସମୟରେ ରଖିପାରିଥିଲେ କି ନାହିଁ ସନ୍ଦେହ। ସାଧନା ବଳରେ ସ୍ୱାମୀଜୀଙ୍କ ଭିତରେ ସେତେବେଳେ ଅଶ୍ଵଦ୍ଧାର ଅନ୍ୟଠାରେ ଧର୍ମଶକ୍ତି ସଞ୍ଚାଳନ କରିବାର କ୍ଷମତା ଈଷତ୍ ଉନ୍ମେଷ ହୋଇଥିଲା। ସେ ବେଳେବେଳେ ନିଜ ଭିତରେ ଏ ଶକ୍ତିର ଉଦୟ ସ୍ପଷ୍ଟ ଅନୁଭବ କରିଥିଲେ ମଧ୍ୟ କାହାକୁ ସେ ଭାବରେ ସ୍ପର୍ଶ କରି ଏ ବିଷୟରେ ସତ୍ୟାସତ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଧାରଣ କରିନାହାନ୍ତି। କିନ୍ତୁ ନାନା ଭାବରେ ପ୍ରମାଣ ପାଇ ବେଦାନ୍ତର ଅଦ୍ୱୈତ ମତରେ ବିଶ୍ୱାସୀ ହୋଇ ଏ ଯୁକ୍ତିତର୍କ ସହାୟତାରେ ସେହି ମତ ବାଳକ ଓ ଭକ୍ତମାନଙ୍କ ଭିତରେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିଲେ। ଏ ବିଷୟ ନେଇ ଭକ୍ତମାନଙ୍କ ଭିତରେ ତୁମୁଳ ଆନ୍ଦୋଳନ ବେଳେବେଳେ ପ୍ରବଳ ଗଣ୍ଡଗୋଳ ଉପୁଜୁଥିଲା। କାରଣ ସ୍ୱାମୀଜୀଙ୍କ ସ୍ୱଭାବ ଥିଲା, ଯେତେବେଳେ ଯାହା ସତ୍ୟ ବୋଲି ବୁଝୁଥିଲେ ସେତେବେଳେ ତାହା ମୁକ୍ତ କଣ୍ଠରେ ସମସ୍ତଙ୍କୁ କହୁଥିଲେ ଏବଂ ଯୁକ୍ତି ସହାୟତାରେ ଅନ୍ୟମାନଙ୍କୁ ଗ୍ରହଣ କରିବାକୁ ଚେଷ୍ଟା କରୁଥିଲେ। ବ୍ୟବହାରିକ ଜଗତରେ ସତ୍ୟ ଯେ ଅବସ୍ଥା ଅଧିକାର ଭିତରେ ନାନା ଆକାର ଧାରଣ କରେ, ଅପରିପକ୍ୱ ସ୍ୱାମୀଜୀ ସେତେବେଳେ ତାହା ବୁଝିପାରିନଥିଲେ। ସେଦିନ ଫାଲ୍ଗୁନ ମାସର ଶିବରାତ୍ରି ଥିଲା। ବାଳକ ଭକ୍ତମାନଙ୍କ ମଧ୍ୟରେ 3 ଜଣ